ବନ୍ଧୁଗଣ, ଆଜି ଆମେ ଲବଙ୍ଗର କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣଙ୍କୁ ଶନିବାର ଦିନ କରିଦିଅନ୍ତୁ, ତେବେ ମାନି ଚାଲନ୍ତୁ, ତେବେ ଆପଣଙ୍କ ଜୀବନରେ ଖୁସିର ଆଗମନ ହୋଇଯିବ। ଆପଣ ଯାହା ବି କାମ କରିବାକୁ ଚାହୁଁଛନ୍ତି ସେଥିରେ ସଫଳତା ପ୍ରାପ୍ତି ହେବ। ତନ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଲବଙ୍ଗକୁ ବହୁତ ଉତ୍ତମ ମାନାଯାଇଥାଏ। କୁହାଯାଏ ଯେ ଲବଙ୍ଗର ଉପାୟ ସଠିକ୍ ଦିନରେ ସଠିକ୍ ସମୟରେ କରାଯାଏ ତାହା ବ୍ୟର୍ଥ ଯାଏ ନାହିଁ। ଲବଙ୍ଗକୁ ବହୁତ ପୂଜା ପାଠରେ ପ୍ରୟୋଗ କରାଯାଏ। ଜ୍ୟୋତିଷ ଉପାୟରେ ଲବଙ୍ଗକୁ ଚମତ୍କାରୀ ମାନାଯାଏ। ଲବଙ୍ଗର ଉପାୟ ବହୁତ ସରଳ ଅଟେ। ଆସନ୍ତୁ ଜାଣିବା ସେସବୁ ବିଷୟରେ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ନମ୍ବର 1, ଯଦି ଆପଣ ଶତ୍ରୁମାନଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଲଗାତାର 5ଟି ଶନିବାର ଶନି ମନ୍ଦିରକୁ ଯାଇ ସେଠାରେ ସୋରିଷ ତେଲର ଦୀପ ସହ ଲବଙ୍ଗ ପକାଇ ଦିଅନ୍ତୁ। ଏହାଦ୍ୱାରା ଶନିଦେବଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବ ଆଉ ଶତ୍ରୁର ବିନାଶ ହେବ। ନମ୍ବର 2, ମାନି ନିଅନ୍ତୁ ଆପଣଙ୍କ ଘରେ ନେଗେଟିଭ୍ ଶକ୍ତି କଳା ଯାଦୁର ପ୍ରଭାବ ରହିଛି ଆଉ ଉନ୍ନତି ହୋଇପାରୁନାହିଁ, ତେବେ ଶନିବାର ଦିନ ଏହି ଉପାୟ ସନ୍ଧ୍ୟାରେ କରନ୍ତୁ। ପିତ୍ତଳ ବା ମାଟି ପାତ୍ର ନିଅନ୍ତୁ। 11ଟି ଲବଙ୍ଗ, 2ଟି ଗୁଜୁରାତି, 5ଟି କର୍ପୂରକୁ ଜଳାଇ ଦିଅନ୍ତୁ ଓ ଏହାର ଧୂଆଁକୁ ଘରେ ସବୁଆଡ଼େ ବୁଲାଇ ଦିଅନ୍ତୁ। ଏହା ସମ୍ପୂର୍ଣ୍ଣ ଜଳିବା ପରେ ଏହାର ପାଉଁଶକୁ ଡବାରେ ରଖିଦିଅନ୍ତୁ। ଆପଣ ପ୍ରତିଦିନ ଏହାର ପାଉଁଶ ନେଇ ଜଳପାତ୍ରରେ ପକାଇ ଏହାର ଚିଟା ଘରର ମୁଖ୍ୟ ଦ୍ୱାରରେ ପକାନ୍ତୁ। ଏମିତି କରିଲେ ଆପଣଙ୍କ ଘରେ ଯାହା ବି ନେଗେଟିଭ୍ ଶକ୍ତିର ପ୍ରଭାବ ଥିବ ତାହା ଦୂର ହୋଇଯିବ। ନମ୍ବର 3, ତୃତୀୟ ଉପାୟ ହେଉଛି ଆପଣଙ୍କୁ ସବୁ କଷ୍ଟରୁ ମୁକ୍ତି ମିଳିବ। କିଛି ରୋଗ ହୋଇଛି, ଟଙ୍କା ଖର୍ଚ୍ଚ ହେଉଛି, ଚିନ୍ତାରେ ଅଛନ୍ତି, ତେବେ ଏହି ଉପାୟ କରନ୍ତୁ। 5ଟି ଶନିବାର ଦିନ ଶିବ ମନ୍ଦିରକୁ ଯାଆନ୍ତୁ। 5ଟି ସୋମବାର ତାମସିକ ଭୋଜନ ତ୍ୟାଗ କରିବାକୁ ହେବ। ଶନିବାର ଦିନ 2ଟି ଲବଙ୍ଗ ନେଇ ଶିବ ମନ୍ଦିରକୁ ଯାଇ ମହାଦେବଙ୍କୁ ଉତ୍ତର ଦିଗରେ ଛିଡ଼ା ହୋଇ ଅର୍ପଣ କରନ୍ତୁ। ସେଠାରେ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଏହାପରେ ଆପଣଙ୍କୁ ମହାଦେବଙ୍କ କୃପା ପ୍ରାପ୍ତ ହେବ ଆଉ ସବୁ ସମସ୍ୟାରୁ ମୁକ୍ତି ମିଳିବ। ନମ୍ବର 4, ଶନିବାର ଦିନ ଭଗବାନ ଗଣେଶଙ୍କ ସାମ୍ନାରେ ଘିଅର ଦୀପ ଜଳାନ୍ତୁ। ନାଲି କପଡ଼ାରେ 21ଟି ଲବଙ୍ଗ ରଖି ପୁଟୁଲି ବନାଇ ଭଗବାନ ଗଣେଶଙ୍କ ଡାହାଣ ଚରଣରେ ସ୍ପର୍ଶ କରାଇ ଦିଅନ୍ତୁ। ଏହାକୁ ନେଇ ଆପଣ ଦୋକାନର ଟଙ୍କା ରଖୁଥିବା ଜାଗାରେ ରଖନ୍ତୁ। ଦେଖିବେ ଆପଣଙ୍କ ବେପାରରେ ଉନ୍ନତି ହେବାର ସମ୍ଭାବନା ଅଧିକ ରହିଯିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରି ଆମ ଚ୍ୟାନେଲ ମାଇ ଓଡ଼ିଆ ଟିପ୍ସ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।